गुड मॉर्निंग सांग मैंने जय जगन्नाथ देखु तो फ्रेश हो गले पूरा रेडी चलतु जा तौक को पूजा पूजी करवा सब कौन हो सब जाना चलतु ये देखु मोर सकाळ पूजा ए सरी जाइए देखु यही चांगुड़ी सब सजेक रखी कहीं मंगला गाधे देवे सान बो दांडे से सजे रखीदे मुझे रोसे करी चलते जा रोसे घर को ये देखो मुझे रोसईर थी ये शुणिली मो पु पार्टी करसी बाहर देखिली ये बैग्रे सिलट पूरे नहीं कि जीव बोली ता दादा सहित स्कूल ता दादा ए स्कूल बाहर ये देखो कौच मामा मत बैग दियो मुझे ट्यूशन दादा सहित नहीं कि जाऊे आमती आम पुओ बाहर गले बैग कौन दे देखी सेठी जाकि ता बाबा सहित कौन खेलुची आम पुओ को ये पार्टी कर मुंड कुंडे ना लेस बांधु ना तर पर ही पलाउंट ये पार्टी कले जाकर जोतार लेस बांध आ धन से देखुची साइकिल लगुच आते बालुंगा हो कहतुनी सब कौच मुझे ट्यूशन जी मु सार पाख जी दादा जो सार पाखे पढ़ुं मुझे जी एमती कौच आज सी जीव चुट्टी काटिया ये ता बाबा गले गाड़ी बाहर करी नहीं कि जीवे सांग देखु केडे बड़ चाह पत्ती आसी केजी खिया एकादर जिते चाह कर आम सान बो बहुत चाह पीछे दादा से बड़ चाह नहीं आस चलतु आ कौन आसी मार्केट रू देखिए ये पियाज आ कौन चल बाहर देखु कोबी धनिया पत्र कौन मटी आलू आम नड़िया गछ आज परा हो जाइछंती ऊपर को आउटे छाड़ छाड़ पाइप रे पड़े फाटी जीव रे हाँ तल पकड़ देख साने महाशय आम भिड कर आसिकी नड़िया पड़ा पाखर भोक लगे ये खाया बस जाकर मोर खाइबू ये बढ़ाई देखु आइटम आज गोटे आंबुल झोलटे खाई सारिकी देखु रोसई आमर स्टार्ट हो गला भात बसी भात हो जाए अलरेडी शाग भजा हम ये कोबी आलू तरकारी हम आ मूला भी भजा हम कटा होगी अच्छी आ शाग ये कोसला शाग धुआ होगी अच्छी कटा हम ये मो पुअर जोताटा मुझे सुखी दीटाक धोईकी खरा खाली पड़ोची माने शीत दिन जेहेतु जल्दी जल्दी खरा टे मुझे खाली घुंचौची से आसिले ये लुगापड़ा सब सजाड़ी रखी खाली थोबी ये देखो आम बादाम आसी माने भंगा होगी सब मंजी सब पुणी मंजी भी सब चलाचली हम साइज हम मंजी बादाम माने बिल लगा हम से देखो आम फ्रिज तो आसी जाइए घर को आप देखिथे कल रात देखी तापर मुझे मुझे पलि आसली आम घर जो एपट गुआल पाखक देखो नड़िया सब पड़ी तले नड़िया बाहुंगा पड़ी
ଆଉ ଏଇଠି କେତେ ସାରା ନଡ଼ିଆ ବି ପଡ଼ିଛି। ମୁଁ ବାପାଙ୍କୁ ପଚାରୁଛି ବାପା ଏଗୁଡ଼ା ନଡ଼ିଆ ନା ପଇଡ଼, ମୁଁ ଜାଣିପାରୁନି। ବାପା କହୁଛନ୍ତି ନା ନା ଏଇଟା ନଡ଼ିଆ। ତାପରେ ମୁଁ ବାରିକି ପଳେଇ ଆସିଲି। ବାରିର ଇଏ ସବୁ ଚାରିଆଡ଼େ ଯେଉଁ ବାହୁଙ୍ଗା ପଡ଼ିଛି ଏସବୁ ଆଣିକି ଗୋଟେ ଜାଗାରେ ଏଇ ଦେଖନ୍ତୁ ସାଇଜ୍ କରିକି ଏମିତି ତାର ଯେଉଁ ପଛଆଡ଼ୁ ମାନେ ହାଣି ଦେଉଛନ୍ତି ଏଇ ବାହୁଙ୍ଗା। ତାପରେ ଏତିକ ସବୁ ଏମିତି ଥାକ ମରା ହେଇ ରହିବ। ସବୁ କଞ୍ଚି ମାନେ ଉଞ୍ଚା ହେବ। ଉଞ୍ଚା ହେଲା ପରେ କଞ୍ଚି ବିକ୍ରି ହେବ। ଆଉ ସବୁ ଆଣିକି ସେପଟୁ ଏଇଠି କୂଅ ପାଖରେ ସବୁ ପକାଉଛନ୍ତି। ମୁଁ ଏଠି ପୁଅକୁ ଧରି ଛିଡ଼ା ହେଇଛି, ସେ ଖାଲି ବାଳୁଙ୍ଗା ହେଇକି ଦୌଡ଼ି ପଳେଇ ଆସୁଛି କୂଅ ପାଖକୁ ଅନଉଛି। ଆଉ ଏଠି ସବୁ ବାହୁଙ୍ଗା ଆମର ରହିସାରିଲାଣି, ଖାଲି ଏଇ ଯେଉଁ ଚଅଁର ଗୁଡ଼ା ସବୁ ପଡ଼ିଛି। ନଡ଼ିଆ ବି ସବୁ ନେଇକି ରଖି ସାରିଲେଣି ଗୁହାଳ ଭିତରେ। ଆଉ ଏଇଠି ପଇଡ଼ କେତେ ଅଳ୍ପ ପରା ହେଇଥିଲା। ଆଉ ଇଏ ବାପା ପୁଅ ତାଙ୍କର ଚଲେଇଛନ୍ତି, ପିଇକି ମାନେ ହାଣିକି ପିଆ ଚଲେଇଛନ୍ତି ସେଇ ନଡ଼ିଆକୁ ଧରିକି। ମୁଁ କହିଲି ତାଟିଆରେ ତାକୁ ଦିଅ, ସେ ପିଇ ପାରିବନି। ସେ କହୁଛନ୍ତି ହଁ ଏଇଥିରେ ମଜା ଲାଗିବ ନା ପିଇବା ପାଇଁ, ଆଉ ତାକୁ ବି ଦେଉଛନ୍ତି। ଆଉ ଏଇଠି ଆମ ଘର ପାଖେ ପିଲା କାହ୍ନା, ତାକୁ ବି ଦେଉଛନ୍ତି ପିଇବାକୁ। ମୋତେ କହୁଛନ୍ତି ନିଅ ପିଇବ। ମୁଁ କହିଲି ନା ମୁଁ ଏମିତି ପିଇବିନି, ଷ୍ଟ୍ର ନାହିଁ, ଏମିତି ପିଇବାକୁ ଭଲ ଲାଗିବନି। ନା ନିଅ ପିଅ, ବଢ଼ିଆ ଲାଗୁଛି ମିଠା ପାଣି। ଅବଶ୍ୟ ମୁଁ ପିଇଲି ଗୋଟେ, ବସିକି ପିଇ ଯାଉଛନ୍ତି କେମିତି। ମୋତେ ଏଇ ଦେଉଛନ୍ତି ପିଇବା ପାଇଁ। ଆଉ ଏଇଠି ଯେଉଁ ତାର ଯେଉଁ ନାଳି ଗୁଡ଼ା ବାହାରେ ତାକୁ ସବୁ କତାରେ ବାହାର କରିଦେଉଛନ୍ତି ତାକୁ ଖାଇବୁ ବୋଲି। ମୋ ଗୁଗୁ ତାର ଦେଖନ୍ତୁ ନଡ଼ିଆ ପାଣି ପିଇବାରେ ବ୍ୟସ୍ତ। ଏଇ ଯେଉଁ ନଡ଼ିଆ ବାହାରିଲା ସେ ଦେଉଛନ୍ତି। ମୋତେ ଏଗୁଡ଼ା ବହୁତ ବଢ଼ିଆ ଲାଗେ ଖାଇବାକୁ। ଯେଉଁଗୁଡ଼ା ବେଶୀ ଟିକେ ନାଳି ଟାଇପ୍ର ଥାଏ ଭଲ ଲାଗେ, ଏଗୁଡ଼ା ଟିକେ ଟାଣ ହେଇଯାଇଛି, ତଥାପି ବଢ଼ିଆ ମିଠା ଲାଗୁଛି। ଆଉ ଏଇଠି ଦେଖନ୍ତୁ ଆମ ନଡ଼ିଆ ସବୁ ମାନେ ଏଇ ବାରି ପାଖର ଏତିକ ନଡ଼ିଆ। ଆଉ ଏ ବର୍ଷ ଏତେ ବେଶୀ ଭଲ ହେଇନି ନଡ଼ିଆ, ନହେଲେ ଆହୁରି ବହୁତ ନଡ଼ିଆ ବାହାରେ। ଆହୁରି ଆମର ବଗିଚା ପଟର ନଡ଼ିଆ ବି ଗଛ ଭଳା ହେଇନି, ହେଲା ପରେ ବି ସେଠୁ ବାହାରିବ। ଏଇଠି ପୁଣି ଆଉ ଗୋଟେ ନଡ଼ିଆ ପଇଡ଼ ପାଇଲେ ତାକୁ ପୁଣି ମାନେ ଚଲେଇଲେ ଆଣିକି ଏବେ ଏଇଟା ନେଇକି ଯିବେ ବାରିରେ। ଦାଦା ବାପା ଅଛନ୍ତି, ତାଙ୍କୁ ନେଇ ଦେଇକି ଆସିବେ। ଆଉ ଏମିତି ସବୁ ନଡ଼ିଆ ପିଆ ଚାଲିଛି। ଆଉ ମୋତେ ନଡ଼ିଆ ଯେଉଁଟା ଦେଇଥିଲେ ମୁଁ ପିଇ ଦେଇଛି। ସେ ବାଡ଼ିକି ନେଇକି ପଳେଇଲେ, ମୁଁ ଘରକୁ ନେଇ ଏଇଟା ପଳେଇଲି। ଆଉ ହାଣିଦେବି ବୋଲି ଟିକେ, ଆଉ ଆସିନାହାନ୍ତି ଏପର୍ଯ୍ୟନ୍ତ। ମୁଁ ଖାଇବି ବୋଲି ସେଇଟା, ମୋତେ ବଢ଼ିଆ ଲାଗେ ଏଇଟା। ଏଇଟା ଟିକେ ଟାଣୁଆ ହେଇଯାଇଛି, ତଥାପି କିନ୍ତୁ ବହୁତ ଟେଷ୍ଟି ଅଛି। ଆଉ କ'ଣ କରିବା, ଖାଇଦେବା ଆଉ। ଏଇଠି ତ ଆମର ରୋଷେଇବାସ ପୁରା ସରିଛି, ସବୁ ରେଡ଼ି। ଦେଖନ୍ତୁ କୋବି ତରକାରୀ ଆଉ ଆମର ମୂଳା ଆଳୁ ଭଜା। ଆକ୍ଚୁଆଲି ବହୁତ ଟେଷ୍ଟି ହେଇଥିଲା ଆଜି ମୂଳା ଆଳୁ ଭଜାଟା। କୋବି ତରକାରୀ ବି ବହୁତ ବଢ଼ିଆ ହେଇଥିଲା। ଶାଗ ଭଜା ହେଇସାରିଛି। ଏଇଠି ଚୁଲି ପାଖେ ଏବେ ରହୁଛି, ଯେହେତୁ ଆମେ ଏଇପଟେ ସମସ୍ତେ ଖାଉଛୁ। ଆଉ ଆମ ମାଆ ହେଇ ବସିଲେଣି ଖାଇବା ପାଇଁ। ମୁଁ ଏବେ ମାଆଙ୍କୁ ଖାଇବାକୁ ଦେବି। କାହିଁକିନା ଜାଣିଛନ୍ତି ତ ଆପଣମାନେ, ଦେଖିଛନ୍ତି ଆମ ମାଆ ସବୁବେଳେ ଆଗ ହିଁ ଖାଆନ୍ତି। ଦିନରେ କ'ଣ, ରାତିରେ କ'ଣ, ଆଉ ଖରାବେଳେ କ'ଣ, ସେ 3 ଟାଇମ୍ ସେ ଆଗରେ ହିଁ ଖାଆନ୍ତି। ଆଉ ଚାଲନ୍ତୁ ଖାଇବାକୁ ଦେଇଦେବା। ଆଉ ଦେଇ ସାରିଲା ପରେ ପୁଣି ପୁଅକୁ ଖୁଆଇଦେବା। ଚାଲନ୍ତୁ। ଏଇଠି ଦେଖନ୍ତୁ ମୁଁ ଫୋନ୍ ନେଇକି ଇଏ ବାରିଆଡ଼େ ଯାଇଛନ୍ତି ଆଉ ଭିଡ଼ିଓ କରିବେ ବୋଲି। କାହିଁକିନା ଆଜି ଆମର ନଡ଼ିଆ ତ ସବୁ ଯାହା ପରା ହେଇଛି, ଯାହା ହେଇଛି ଆମର ଆଜି ସାରୁ ଯେଉଁ ସବୁତକ ମାନେ ତଡ଼ା ହେଇଗଲା। ଆଉ କାହିଁକିନା ଏଇଠି ବି ଆମର ଅନ୍ୟ କ'ଣ ସବୁ ଚାଷ ହେବ। ତାପରେ ବାରିରେ ସାରୁଟା ଟିକେ ତାଡ଼ିବା ପାଇଁ କଷ୍ଟ ହେଉଛି, ମାଟି ଯେହେତୁ। ସେଥିପାଇଁ ଆଜି ଗୋଟେ ମାନେ ମୂଲିଆ ହେଇଛି, ଆଉ ସାରୁ ତଡ଼ା ହେବ ବୋଲି ଇଏ ନେଇକି ଯାଉଛନ୍ତି। ଆଉ ଏଇଠି ଦେଖନ୍ତୁ ବାରିଆଡ଼େ ତ ସବୁ ଆମର ରହିଯାଇଛି ସାଇଜ୍ ହେଇକି। ଆଉ ଏଇଠି ଦେଖନ୍ତୁ ସାରୁ ବଛା ବଛି ଚାଲିଛି। ଏପଟେ ଏଇଠି ବି ଗୋଟେ ଜାଗାରେ ଆମର ବାହୁଙ୍ଗା ଗଦା ହେଇଛି, 2 ଜାଗାରେ ଗଦା ହେଇଛି ବାହୁଙ୍ଗା। ଆଉ ଇଏ ଏପଟେ ପଶିକି ଯାଉଛନ୍ତି। ସାରୁ ଦେଖନ୍ତୁ ସବୁ ତଡ଼ା ହେଇଯାଇଛି, ଆଉ ବାକି ଅଳ୍ପ ଅଛି। ସେ ମୂଲିଆ ଯିଏ ସେ ବି ତାଡ଼ୁଛନ୍ତି, ଏପର୍ଯ୍ୟନ୍ତ ଯାଇନାହାନ୍ତି। ଆଉ ସେ ତାଡ଼ି ଦେଇଗଲେ ପୁଣି ତାକୁ ଜଣେ ଭାଙ୍ଗିବ ସବୁ ବସିକି। ଭାଙ୍ଗି ସାରିଲା ପରେ ପୁଣି ଆସିକି ମାନେ
ସବୁ ସାଇଜ୍ କରାହେବ ଆଉ ବଛା ହେବ ଆଉ ସେଇଠି ଦେଖନ୍ତୁ ଆମ ସାରୁ ଏଇଠି ସବୁ ଢଳା ହେଇଛି, ବାକି ସେଠି ବି କେତେ ବଛା ଯାଉଛି ଆଉ ଏତିକ ଏଇଠି ଭାଙ୍ଗିକି ଏଇଠି ପକେଇଛନ୍ତି। ଏଇଠି ବି ବାପା ବାଛିଛନ୍ତି ଏତିକ ଅଳ୍ପ ସାଇଜ୍ କରି, ଆଉ ଏତିକ ପୁଣି ଆହୁରି ବି ଛଡ଼ା ଯାଇନି, ଆହୁରି ବି ତଡ଼ା ହେଉଛି। ଆଉ ଆଜି ସବୁ ସରିଯିବ ବୋଧେ, ଆଉ ଯଦି ବି କିଛି ଅଳ୍ପ ରହିବ ପୁଣି ପରେ ଆସି ସେ ତଡ଼ାତଡ଼ି କରିବା ଆଉ। ଠିକ୍ ଅଛି, ଚାଲନ୍ତୁ ଏବେ ଖାଇ ନେବା, ଭୋକ ହେଲାଣି। ଏଇଠି ମୁଁ ତାଙ୍କୁ ଖାଇବାକୁ ଆଗରୁ ତ ଦେଇ ଦେଇଥିଲି, ଆଉ ସାନ ବୋଉ ଯେହେତୁ ଅଛନ୍ତି ବାରିଆଡ଼େ ବୋଉ କହିଲେ ତୁ ଖାଇଦେ, ସାନ ବୋଉ ଆସିଥିଲେ ଖାଇବେ। ସାଙ୍ଗମାନେ ଦେଖନ୍ତୁ ମୁଁ ଏବେ ପୁରା ରେଡ଼ି ହେଇଗଲିଣି ତଳକୁ ଯିବା ପାଇଁ। ଆଉ ଚାଲନ୍ତୁ ଯିବା ତଳକୁ, ଆଜିର କ'ଣ ସବୁ ଅଛି ପ୍ରୋଗ୍ରାମ୍ ରାତିକି ସବୁ ଜାଣିବା, ଚାଲନ୍ତୁ। ଗୁଡ଼୍ ଇଭିନିଂ ସାଙ୍ଗମାନେ, ଦେଖନ୍ତୁ ସନ୍ଧ୍ୟା ଦେଇସାରି ଚାହା ବନି, ଏବେ ଚାଲନ୍ତୁ ଦାଦାଙ୍କୁ ଚାହା ଦେଇଦେବା, ଆଉ ଦାଦା ଖାଇକି ଯିବେ କୁଆଡ଼େ, ତାପରେ ଆମେ ପୁଣି ରୋଷେଇ ପ୍ରସ୍ତୁତ କରିବା, ଚାଲନ୍ତୁ ଯିବା। ଏଇଠି ମୁଁ ଆଜି ସନ୍ଧ୍ୟାବେଳେ ଟିକେ ଯେହେତୁ ଆଣ ଥିଲା, ମୁଁ କହିଲି ଟିକେ ପିଆଜ ପିଠା ଆଜି କରିବା, ବହୁତ ଇଚ୍ଛା ହେଉଥିଲା। ବୋଉ ବି ମାନେ ଭୃଷଙ୍ଗ ପତ୍ର ନେଇକି ଆସିଥିଲେ, ଧନିଆ ପତ୍ର ବି ଅଛି, ସବୁ ପୁରା ବଢ଼ିଆ ସେ ପକେଇକି ଦେଖନ୍ତୁ ପିଠା କରିଛି, ତେଲ ଦେଇକି ବହୁତ କେତେ ବଢ଼ିଆ ମାନେ ଦେଖାଯାଉଛି ଦେଖନ୍ତୁ। ଆଉ ବହୁତ ନରମ ବି ହେଇଥିଲା ପିଠାଟା, ବହୁତ ହି ଟେଷ୍ଟି ଲାଗୁଥିଲା ଖାଇବା ପାଇଁ। ଆସନ୍ତୁ, ଯେଉଁମାନଙ୍କୁ ଭଲ ଲାଗେ ଆସନ୍ତୁ, ମୋ ସହିତ ଆପଣମାନେ ବି ଖାଇବେ। ଆଉ ଏଇଠି ମୋର ପିଠା ସରିଯାଇଛି। ଆଉ ଦେଖନ୍ତୁ ଏଇ ଯେଉଁ ବାଦାମ ଆମର ପେରା ହେଇକି ଆସିଥିଲା, ଏଇଠି ବଛା ବଛି ହେଉଛି। ଆଉ ମୋ ପୁଅ କିନ୍ତୁ କାମ କରିଦେଉନି, ସେ ବସିକି ସେପଟେ ଫୋନ୍ ଦେଖୁଛି, ହେଲେ ବି ସବୁଥିରେ ଖାଲି ଲାଗୁଛି, ବାଦାମ ସବୁ ଫୋପାଡ଼ି ଦେଉଛି। ଆଉ କ'ଣ କରିବା, ଆଉ ମୋର ତ ଏଇଠି ରୋଷେଇ କାର୍ଯ୍ୟକ୍ରମ ଚାଲିଛି, ତା ମଝିରେ ମଝିରେ ମୁଁ ଯାଉଛି ଟିକେ ଭିଡ଼ିଓ କରିଦେଉଛି, ଗପି ଦେଇ ଆସୁଛି। ଆଜି ଦେଖନ୍ତୁ କୋବି ଆଳୁ ବାଇଗଣ ଭଜା କରିବି, ରୁଟି ଅଲରେଡ଼ି ହେଇଗଲାଣି। ଆମେ ବୋଉ ମୁଁ ରୁଟି କରିଦେଲୁ, ବୋଉ ସେଠୁ କଲେ, ସାନ ବୋଉଙ୍କ ପାଖରେ ସେଠି ହେଲ୍ପ କଲେ ଟିକେ। ଆଉ ମୁଁ କହିଲି ତୁମେ ଆଗ ରୁଟିଟା କରିଦେଇ ପଳାଅ, ମୁଁ ମୋର ଭଜାଟା କରିବି। ଆଉ ଏଠି ରୁଟି ହେଇଯାଇଛି, ଆଉ କ୍ଷୀର ବି ଏଇଠି ମୁଁ ଫୁଟେଇକି ରଖିଦେଇଛି, ଆଉ ବାକି ଭଜାଟା ଖାଲି କରିବି। ଆଉ ଏଠି ଦିନର ବି ସବୁ ଜିନିଷ ଅଛି, ଆଉ ଆହୁରି ବି ଅଛି ଯେଉଁ ଆଣ ଯେଉଁ ପ୍ରସ୍ତୁତ କରିଥିଲି ସେଇଟା ବି ଅଛି, ରାତିରେ ଯିଏ ଖାଇବେ। ଆଉ ଚାଲନ୍ତୁ ଭଜା ଏବେ ବନେଇ ନେବା, ତାପରେ କଥା ହେବା। ଆଜି ତ ମୋ ହଜବେଣ୍ଡ ପଳେଇଛନ୍ତି, ଭଲ ଲାଗୁନି ଟିକେ, ହେଲେ କ'ଣ କରିବା ଆଉ। ଚାଲନ୍ତୁ ଭଜା କରିଦେବା, ପୁଣି ଖାଇଲା ବେଳକୁ ରାତିରେ କଥା ହେବା। ଏଇଠି ଦେଖନ୍ତୁ ମୋ ପୁଅକୁ ଟିକେ ଭଜା ଦେଇଥିଲି କାଢ଼ିକି ଖାଇବ ବୋଲି, କେମିତି ସାଇଜ୍ରେ ବସିକି ଖାଉଛି, ପୁରା ଧୀର ସ୍ଥିର, ପାଟି କରୁନି ଟୋଟାଲ୍। ଆଉ ଦାଦା ତାକୁ କହୁଛନ୍ତି ଖାଇଦେ, ଦାଦା ଏଠି ଟିଭି ଦେଖୁଛନ୍ତି, ସେ ଖାଉଛି। ଆଉ ତା ଭିତରେ ମୋ ଭଜା ରେଡ଼ି। ମୁଁ ଏଠି ଲଙ୍କାଗୁଣ୍ଡ ବି ଦେଇସାରିଛି, ହେଲେ ମୋ ପୁଅ ପାଇଁ ମୁଁ ସାଧା କାଢ଼ି ଦେଇଥିଲି। ଆଉ ଏଠି ମୁଁ ସବୁ ପୁରା କ୍ଲିନ୍ କରିଦେଇଛି ରୋଷେଇ ସାରିକି, ଦେଖନ୍ତୁ ପୁରା କ୍ଲିନ୍ ସବୁ। ଏପଟେ ସବୁ ବି ପୋଛାପୋଛି କରି ରଖିଦେଇଛି, ପୁଅର ଖାଇବା ବି ଏଠି ମୁଁ ରେଡ଼ି କରିକି ରଖିଛି। ମୋ ଧନ କାଲି ମୋ ପାଖରେ ଆସିକି ଆଜି ବୁଲୁଛି, କହୁଛି ମମି ଆଉ ମୋ ସାଙ୍ଗରେ ଆସ, କହୁଛି। ତାକୁ ଟିକେ ଦାଦା ପାଟି କରିଦେଲେ ବାଦାମ ବିଞ୍ଚୁଥିଲା ବୋଲି, ସେଥିପାଇଁ ଆଉ ଭୟରେ ଯାଉନି ସେପଟକୁ, ମୋରି ପାଖରେ ହିଁ ଆସି ରୋଷେଇ ଘରେ ମୋତେ ଖାଲି ଟାଣୁଛି ମୋ ହାତକୁ ଧରି, ମମି ଆଇ ଖାଲି ଏମିତି କହୁଛି। ଆଉ ବାଳୁଙ୍ଗା ତ ହେଉଛି, ତା ଗୋଡ଼ ହାତ ଟିକେ ବି ଥୟ ହେଉନି, ସବୁଥିରେ ଲାଗୁଛି। ଆଉ ସେଥିପାଇଁ ଆଉ ଯାଉନି, ମୁଁ ଯେତେ ତାକୁ ପଠଉଛି ଜମାରୁ ବି ଯାଉନି, ଏଇଠି ରହୁଛି। ଆଉ ହଉ ଠିକ୍ ଅଛି, ଚାଲନ୍ତୁ ଟିକେ ତା କଥା ବୁଝିଦେବା, ତାପରେ ପରେ କଥା ହେବା। ଏଠି ମୋ ପୁଅକୁ ଖୋଇସାରି ଆମେ ଖାଇବା ପାଇଁ ବସିଗଲୁ। ଆଉ ମୋ ପୁଅ ବି ଆସି ବସିଲା ଆମ ପାଖେ, କହିଲା ମୁଁ ଖାଇବି, ପୁଣି ଥରେ ଖାଇବନି, ଖାଲି ହାତ ହେଇ ଅଇଁଠା ହେବ। ଆମେ ଟିଭି ଦେଖୁଛୁ, ଖାଉଛୁ ସମସ୍ତେ। ଆଉ ତ ଆଜିର ଆଇଟମ୍ ତ ଜାଣିଛନ୍ତି, ପିଠା ଭଜା ଚାହା ତ କମ୍ପଲସରି ଡେଲି, ଆଉ ଆଳୁ ଝୋଳ କରିଥିଲେ। ସାଙ୍ଗମାନେ ଦେଖନ୍ତୁ ସବୁ ଖାଉଛୁ। ଏବେ ରୁମ୍କୁ ପଳେଇ ଆସିଲେଣି, ଆଉ ପୁଅ ଏଠି ଶୋଇଛି, ତାକୁ ପ୍ୟାଣ୍ଟ ପିନ୍ଧେଇଥିଲି, ସେ ଶୋଇଲା। ଆଉ ତାହେଲେ ଏବେ ତ ଶୀତ ପକେଇଛି, ଆଜି ଟିକେ ଥଣ୍ଡାଳିଆ ଲାଗୁଛି ବହୁତ, ଆଉ ଥଣ୍ଡା ହେଇଯାଉଛି ସେଥିପାଇଁ। ଆଉ ଚାଲନ୍ତୁ ସମସ୍ତେ ରେଷ୍ଟ ନେବା। ଆଉ ଶୀତ ଦିନ ମାନେ ରାତି କମ୍ ହେଲେ ବି ମୋତେ ଲାଗୁଛି ବହୁତ ରାତି ହେଇଗଲାଣି। ଆଉ ଶୀତ ଯେହେତୁ ହେଉଛି
ସମସ୍ତେ ଟିକେ ଜଲ୍ଦି ରେଷ୍ଟ ନେଲେ ଭଲ, କାହିଁକିନା ଦିନରେ କାହାକୁ ରେଷ୍ଟ ନେବାକୁ ଟାଇମ୍ ମିଳୁନଥିବ। ଚାଲନ୍ତୁ ସାଙ୍ଗମାନେ ସମସ୍ତେ ରେଷ୍ଟ ନେବା, ପୁଣି କାଲିର ଗୋଟେ ନୂଆ ସକାଳରେ ଦେଖାହେବ। ଆଉ ଆଜିର ଭିଡ଼ିଓଟିକୁ ଏଇଠି ଶେଷ କରିବା, ପୁଣି ଗୋଟେ ନୂଆ ଭିଡ଼ିଓରେ କାଲି ଆପଣଙ୍କ ସହିତ ଦେଖାହେବ। ସେ ପର୍ଯ୍ୟନ୍ତ ଆପଣ ସମସ୍ତେ ଭଲରେ ଖୁସିରେ ଥାଆନ୍ତୁ, ମୋ ଭିଡ଼ିଓକୁ ଏମିତି ଦେଖୁଥାନ୍ତୁ, ବହୁତ ସାରା ଭଲ ପାଇବା ଦିଅନ୍ତୁ। ଆଉ ଯେଉଁମାନେ ନୂଆ ଅଛନ୍ତି ମୋ ଚ୍ୟାନେଲକୁ ନିଶ୍ଚିନ୍ତ ସବସ୍କ୍ରାଇବ୍ କରିବେ। ଆଉ ମୋତେ ବହୁତ ସାରା କମେଣ୍ଟ କରିବେ, ମୋ ଭିଡ଼ିଓ କେମିତି ଲାଗୁଛି କ'ଣ ଜଣାଇବେ, ଆଉ ଲାଇକ୍ କରିବେ। ଆଉ ଚାଲନ୍ତୁ ରଖିବା, ଗୁଡ୍ ନାଇଟ୍, ଜୟ ଜଗନ୍ନାଥ।